ଜୟ ଜଗନ୍ନାଥ। ଦେଖନ୍ତୁ ଆଜି ଗୋଟେ ଆମର ନୋଟିଫିକେସନ ଗୋଟେ ଆସିଛି ଯୋଉଟା କି ବ୍ରହ୍ମପୁର ୟୁନିଭର୍ସିଟି ତରଫରୁ। ତ ବ୍ରହ୍ମପୁର ଯୋଉ ୟୁନିଭର୍ସିଟି ରହିଛି, ତ ସେଇ ୟୁନିଭର୍ସିଟିରେ କେତେ ଗୁଡ଼ିଏ ଲେକ୍ଚରସିପ୍ ପଦବୀ ବାହାରିଛି। ତ ପୋଷ୍ଟ ଗୁଡ଼ିକ ବି ଦେଖିପାରୁଥିବେ, ସେ ପୋଜିସନ ଉପରେ ଲେଖିଛି ରିସର୍ଚ୍ଚ ଆସୋସିଏଟ୍, ଜୁନିୟର ରିସର୍ଚ୍ଚ ପ୍ରୋଜେକ୍ଟ ଆସୋସିଏଟ୍, ଜୁନିୟର ରିସର୍ଚ୍ଚ ଫେଲୋ, ପ୍ରୋଜେକ୍ଟ ଆସୋସିଏଟ୍ ଉପରେ ପୋଜିସନ। ତ ତାର କ୍ୱାଲିଫିକେସନ କ'ଣ ଦଉଛି ତ ସାଇଟରେ ମେନସନ୍ ଅଛି। ଦେଖନ୍ତୁ ସେ ଉପରେ ମୁଁ ବର୍ତ୍ତମାନ କହୁଛି, ଚ୍ୟାନେଲଟି ଯଦି ଭଲ ଲାଗେ ତ ଭିଡ଼ିଓଟି ବି ଯଦି ଭଲ ଲାଗିଥାଏ ତ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଆମର, ଆଉ ଲାଇକ୍ ବି କରନ୍ତୁ, ସେୟାର ବି କରନ୍ତୁ। ବାର ବାର କହୁଛି କାରଣ ଆପଣଙ୍କର ଗୋଟିଏ ସବସ୍କ୍ରାଇବ ଆମକୁ ଭବିଷ୍ୟତରେ ଆହୁରି ନୂଆ ନୂଆ ନୋଟିଫିକେସନ କି କଲେଜର କେଉଁ ଗେଷ୍ଟ ଫ୍ୟାକଲ୍ଟି ଉପରେ ପୋଷ୍ଟ ବାହାରୁଛି ତ ଯାହା ବି ଆସିବ ମୁଁ ଅତି ଶୀଘ୍ର ଆପଣଙ୍କୁ ପ୍ରୋଭାଇଡ କରିବି। ତ ତେଣୁ ଦୟାକରି କହୁଛି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଅତି ମାତ୍ରାରେ ସେୟାର କରନ୍ତୁ ଏବଂ ଲାଇକ୍ ବି କରନ୍ତୁ। ଦେଖନ୍ତୁ ଏଠି ଯୋଉ ବ୍ରହ୍ମପୁର ୟୁନିଭର୍ସିଟିର ଯୋଉ ପୋଜିସନ ଗୁଡ଼ିକ ଦେଖେଇଛି, ମୁଁ ଆପଣଙ୍କୁ ଯୋଉ କହୁଥିଲି 3ଟା ପୋଜିସନ ରହିଛି। ତ ତାର ବିଭିନ୍ନ ପ୍ରକାର ଏସେନ୍ସିଆଲ କ୍ୱାଲିଫିକେସନ କ'ଣ ରହିଛି ଆପଣ ଦେଖିପାରୁଥିବେ ଏଠି। ତ ସେ କ'ଣ ଲେଖିଛି ଦେଖନ୍ତୁ, ତ ବ୍ରହ୍ମପୁର ୟୁନିଭର୍ସିଟି ଭଞ୍ଜବିହାର ଯୋଉଟା ୟୁନିଭର୍ସିଟି ଆମ ତ ଉପରେ ମେନସନ ଅଛି, ତାର ମେମୋ ନମ୍ବର ବି ଦେଇଛି, ଲେଟର ନମ୍ବର ବି ଦେଇଛି ଏଠି। ଆଉ ଡେଟ୍ ଦେଖନ୍ତୁ 8/12/2025, ମତଲବ ରିସେଣ୍ଟ ହିଁ ଏଇଟା ପବ୍ଲିଶ କରାଯାଇଛି। ଆପଣ ଦେଖିଥିବେ ପାରୁଥିବେ ଏଠି ସିଗ୍ନେଚର ବି ରହିଛି, ଆମମାନଙ୍କର ସେଠାକାର ହେଡ୍ ଯିଏ ରହୁଛନ୍ତି ତାର ସିଗ୍ନେଚର ରହିଛି। ତ ଦେଖନ୍ତୁ 3ଟା ପୋଷ୍ଟ ଉପରେ ଭ୍ୟାକେନ୍ସି ରହିଛି। ଫାର୍ଷ୍ଟ ପୋଷ୍ଟ ଆପଣ ଦେଖିପାରୁଥିବେ ଗୋଟେ ଭ୍ୟାକେନ୍ସି ରହୁଛି, ସେକେଣ୍ଡଟା 2ଟା ଭ୍ୟାକେନ୍ସି ରହୁଛି, ଥାର୍ଡରେ 3ଟା ଭ୍ୟାକେନ୍ସି ରହୁଛି। ତ ଫାର୍ଷ୍ଟ ଯେଉଁ ଗୋଟେ ଭ୍ୟାକେନ୍ସି ରହୁଛି ତାର ଦେଖନ୍ତୁ ଏସେନ୍ସିଆଲ କ୍ୱାଲିଫିକେସନ କ'ଣ ରହୁଛି, PhD ଇନ୍ ବଟାନି ଅର୍ ବାୟୋସାଇନ୍ସ ଉପରେ ଆପଣଙ୍କର ଥିବାର ଅଛି। ଡିଜାରେବଲ ଦେଖନ୍ତୁ ଏକ୍ସପିରିଏନ୍ସ ଇନ୍ ଦ ଫିଲ୍ଡ ଅଫ୍ ସାଇନୋବ୍ୟାକ୍ଟେରିଆ ବା ଆଲଗାଇ ଉପରେ ସେ କହିଛି। ତ ଆ ଉପରେ ଆପଣଙ୍କର କିଛିଟା ଗୋଟେ ଏକ୍ସପିରିଏନ୍ସ ରହିଥିବା ଦରକାର। ତ ତା ଉପରେ ସେ ଇଣ୍ଟରଭ୍ୟୁ କରିବ, କ୍ୱେଶ୍ଚିନ୍ ପଚାରିବ। ତ ଆପଣ ସିଲେକ୍ଟ ହେଲେ ସିଏ ଆପଣଙ୍କର ଯେଉଁ ଇଣ୍ଟରଭ୍ୟୁ ଅଛି ତାହାକୁ ସେ ଆକ୍ସେପ୍ଟ କରିବେ ସେ। ତ ଦେଖନ୍ତୁ ଆର ରେମ୍ୟୁନେରେସନ କେତେ ଦେଇଛି, ତ 58,000 ଅଛି, ବହୁତ ଭଲ ସାଲେରୀ ରହିଛି। 9% HR ବି ରହିଛି ଏଠି। ତ ଇଏ ଯୋଉ କହୁଛି ଆର ଟେନ୍ୟୁର ହେଉଛି ଆପଣଙ୍କର ଇନିସିଆଲ ପିରିୟଡରେ 1 year ରହିବ, ଏକ୍ସଟେମ୍ବଲ ଅପ୍ ଟୁ 5 years, मतलब ପରବର୍ତ୍ତୀ ସମୟରେ 5 ବର୍ଷକୁ ସେ ବୃଦ୍ଧି କରିଦେଇପାରିବେ। ତ ଏଟା ପୁରା ଟେମ୍ପୋରାରୀ ବେସିସ୍ ରହୁଛି, ଯେହେତୁ ଆପଣଙ୍କର ଗେଷ୍ଟ ଫ୍ୟାକଲ୍ଟି ଉପରେ କହିଲେ ଚଳେ ଇଏ। ସେକେଣ୍ଡଟା ଦେଖନ୍ତୁ MSc ଇନ୍ ବଟନି ଆଣ୍ଡ ଲାଇଫ ସାଇନ୍ସ ଉପରେ ସେ ମାଗିଛି, और 60% ରହିଥିବା ଦରକାର ଆପଣଙ୍କର ଯୋଉଟାକି PG ଯୋଉ ରହୁଛି ବାୟୋଟେକ୍ନୋଲୋଜି ମାଇକ୍ରୋବାୟୋଲୋଜି ଉପରେ। ଏଇଟା ବି ଆପଣଙ୍କର ସାଇନୋବ୍ୟାକ୍ଟେରିଆ ଉପରେ କିଛି ଏକ୍ସପିରିଏନ୍ସ ରହିଥିବା ଦରକାର। ଆଉ ଥାର୍ଡଟା ଦେଖନ୍ତୁ MSc ଇନ୍ ଜିଓଲୋଜି ମେରିନ୍ ବାୟୋଲୋଜି और ଲାଇଫ ସାଇନ୍ସ ଉପରେ ଆପଣଙ୍କର ଯୋଉଟାକି MSc କରିଥିବେ, PG କରିଥିବେ, ଏଠି 60% ଆପଣଙ୍କର ରହିଥିବ, 6.5 CGPA ଆପଣଙ୍କର ରହିଥିବ ଆଉଟ୍ ଅଫ୍ 10ରୁ। ତ ଆର ବି ସାଲେରୀ ଦେଖନ୍ତୁ ବହୁତ ଭଲ ସାଲେରୀ ରହିଛି। ସେକେଣ୍ଡଟା 37 ଅଛି, ଥାର୍ଡଟା ବି 37,000 ରହୁଛି। ଆଉ ଆର ଇଣ୍ଟରଭ୍ୟୁ ଦେଖନ୍ତୁ କେବେ ସିଏ ମେନସନ୍ କରୁଛି ଏଠି 24 ଡିସେମ୍ବର। 24 ଡିସେମ୍ବରରେ ଆପଣଙ୍କର ଏକ୍ଜାମ ଇଣ୍ଟରଭ୍ୟୁ ହେବାକୁ ଯାଉଛି, ଯୋଉଟାକି 10 AM ରେ ଆପଣ କ'ଣ କରିବେ ସେଠି ରିପୋର୍ଟିଂ ଟାଇମ୍ ରହୁଛି। ତ ବ୍ରହ୍ମପୁର ୟୁନିଭର୍ସିଟି ଆପଣ ସମସ୍ତେ ଜାଣିଥିବେ, ବ୍ରହ୍ମପୁର ରହିଛି ଏଠି, ସେ ଜାଗାକୁ ଆସିବେ ଆଉ ଇଣ୍ଟରଭ୍ୟୁ ମଧ୍ୟ ଦେଇପାରିବେ। ତ ଦେଖନ୍ତୁ ଆର ସିଗ୍ନେଚର ବି ସେ ଦେଇଛି ଏଠି, ଇଏ ଫର୍ମ ଦେଇଛି, ଏ ଫର୍ମ ବି ଆପଣଙ୍କୁ ଫିଲ୍ଅପ୍ କରିକି ସେ ଜାଗାକୁ ନେବାର ଅଛି। ଦେଖନ୍ତୁ ଏ ଫର୍ମଟି, ତ ୟାକୁ ସ୍କ୍ରିନ୍ ନିଅନ୍ତୁ, ସ୍କ୍ରିନଶଟ୍ ନେଲା ପରେ ୟାକୁ ଆପଣ ଜେରକ୍ସ ମଧ୍ୟ କାର୍ଡ ବାହାର କରିପାରିବେ ପରବର୍ତ୍ତୀ ସମୟରେ। ଇଏ ବହୁତ ଜେନ୍ୟୁଇନ୍ ଅଛି, ଦେଖନ୍ତୁ ଏଠି ପୁରା ସିଗ୍ନେଚର ବି ଦେଇଛି, ବିଳମ୍ବ କରନ୍ତୁ ନାହିଁ। ଯେଉଁମାନେ ଏହାକୁ ଏଲିଜିବୁଲ ଅଛନ୍ତି ସେମାନେ ଯାଇ ତୁରନ୍ତ ଇଣ୍ଟରଭ୍ୟୁ ଦିଅନ୍ତୁ। ଦେଖନ୍ତୁ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତ ପୁଣି ଥରେ କହୁଛି ସବସ୍କ୍ରାଇବ କରିବେ ଏବଂ ଲାଇକ୍ ବି କରିବେ, ଏବଂ ଯେତେ ମାତ୍ରାରେ ପାରିବେ ସେୟାର କରନ୍ତୁ। ପରବର୍ତ୍ତୀ ସମୟରେ ଆମେ ନୂଆ ଭିଡ଼ିଓ ଆପଣଙ୍କୁ ପ୍ରୋଭାଇଡ କରିପାରିବୁ। ଜୟ ଜଗନ୍ନାଥ।